ମାଉସୀ ସତ କଥା କହିବେ ଫରେନରୁ ବୋହୂ ଆଣିଲେ କେତେ ଟଙ୍କା ବୋହୂ ଯୌତୁକ ଆଣିଛନ୍ତି? ଯୌତୁକ କିଛି ନାହିଁ କିଛି ଆଣି ନାହାନ୍ତି? ଆଉ ନା ଆଉ ଆମେ ଆମେ ତ ନାହିଁ କରୁନୁ ଆମର ଯୌତୁକ ଫୌତୁକ କିଛି ଦରକାର ନାହିଁ ଆପଣ ଯେତେବେଳେ ସମୁଦୁଣୀଙ୍କ ସାଙ୍ଗରେ ଦେଖା ହବ ପ୍ରଥମ ଦେଖା କଣ କହିବେ ତାଙ୍କୁ? ସମୁଦୁଣୀ ନମସ୍କାର ହେନି ଆଗେ କି ସନ୍ଦେହ ଅଛି ମାନେ ଆଗକୁ ଯାଇକି କଣ ହବ ବୋଲି? ହଁ ପରା କଣ ଏ ପାଇଁ? ଲୋକ ତେର କଥା ତେର ଲୋକ କହୁଛନ୍ତି ହଁ କଣ କହୁଛନ୍ତି? ସେଇଟା ଟିକେ ଭୟ ଲାଗୁଛି କାଳେ କିଛି ହବ କି ଗରମରେ ବୋହୂ କେମିତି ରହୁଛନ୍ତି? ସେ ଯାହା ହଉ ଲାଇନ ତ ରହୁଛି ସେ ଏସି ବେଶୀ ରହିପାରୁଛି। ଲଗେଇଛନ୍ତି ନା ହଁ ବୋହୂ ପାଇଁ? ଏସି ଲାଗିଛି? ଏସିରେ ବୋହୂ ରହୁଛନ୍ତି? ଏସି ବିନା ରହିପାରିବେନି? ଆଗରୁ ଆସିକି ଥିଲା ଏସି ଥିଲା ଆଗରୁ ବୋହୂ ଆସିବେ ବୋଲି ଆଗରୁ ଏସି ଆଣିକି ଲଗେଇ ଦେଇଥିଲେ। ଆପଣ ବସିଛନ୍ତି ନାଇଁ ନାଇଁ କେବେ ଏସିରେ? ନା କିନ୍ତୁ ବୋହୂକୁ ବସଉଛନ୍ତି? ମୁଁ ଥଣ୍ଡା ରହିପାରେନି ରହିପାରନ୍ତି? ବେଶୀ ସମୟ ଥଣ୍ଡା ସମ୍ଭାଳି ପାରେନି। ଆଚ୍ଛା ବୋହୂ ତ ଫରେନରୁ ଆସିଛି, ଆମ ଓଡ଼ିଆରେ ଯେମିତି ଉପାସ ବାର ଆରିକା ଅଛି ବୋହୂ ସେମିତି କରୁଛନ୍ତି କିଛି ନା ନାଇଁ? କିଛି କରି ନାହିଁ ତ ଉପାସ କିଛି ତ ପୋଡ଼ି ନାହିଁ ବାରଟା କରୁଛି ଆମେ ମନ୍ଦିର ଯେମିତି ଯିବା ଉପାସ କରିବା ଏଗୁଡ଼ା କିଛି ଜାଣିଛନ୍ତି? ନା ନା ସେ ଜାଣି ନାହିଁ ବୋଧେ ଆମର ଯାଇନାହାନ୍ତି କେହି ମନ୍ଦିର। ଆଚ୍ଛା ଆପଣ ଶିଖେଇ ନାହାନ୍ତି? ସୋମବାର ବାହାଘର ପରେ ଯୋଉ ମନ୍ଦିର ଯାଆନ୍ତି ସେଇଟା ଯାଇଥିଲେ କି ନାଇଁ? ହଁ ଯାଇ ଯାଇଥିଲେ? ବୁଲି ଯାଇଥିଲେ କୋଉ ମନ୍ଦିର ସେ ଯାଇଥିଲେ? 2 ଜଣ ଯାଇଥିଲେ ଏଇ ମହାଦେବ ମନ୍ଦିର ବୁଲି ଯାଇଥିଲେ ବୁଲିକିରି ଆସିଥିଲେ? ସେ ତାଙ୍କର ଯାଇକିରି ବୁଲିକି ଆଇଲେ। ଆଉ ଏଇ ଆମେ ଗୁରୁବାର ପାଳୁଛନ୍ତି ସେ ଗୁରୁବାର ଆଇଁଷ ଖାଇନି ତ ପାଳିଛି 2ଟା। ଆଉ ସବୁବେଳେ ଆଇଁଷ ଖାଉଛନ୍ତି ନା ଖାଉନାହାନ୍ତି? ନନଭେଜ ଖାଉଛନ୍ତି ବୋହୂ? ଖାଲି ଯା କେତେବେଳେ ଅଣ୍ଡା ଗୋଟେ ନହେଲେ ଆଉ ନହେଲେ କିଛି ଖାଉନାହାନ୍ତି? କାହିଁ ଖାଉନାହାନ୍ତି? ଆପଣ ଖାଇବାକୁ ଦଉଛନ୍ତି ବୋହୂକୁ? ହଁ ମାଛ ଭଜା ହଉଛି ମୋ ପୁଅ ତ ମାଛ ନହେଲେ ଭାତ ଖାଇବନି। ହଁ କିନ୍ତୁ ବୋହୂ ଖାଉନି? ସେ ଖାଉନି ମାଛ। ଆପଣ କେତେବେଳେ ବୋହୂକୁ ଖୁଆଇ ଦେଇଛନ୍ତି? କଣ ଖୁଆଇ ସେଇ ଦେଇଛନ୍ତି? ସେମିତି ଡାଲି ଭାତ ଶାଗ ଖୁଆଇ ଦେଇଛନ୍ତି? ଆଉ ନହେଲେ ଅନ୍ୟାନ୍ୟ କିଛି ନାହିଁ। କିଛି ନାହିଁ? କଣ ରୋଷେଇ କରିପାରୁଛନ୍ତି? ସେଇ ଡାଲି ଘାଣ୍ଟ ଭଜା ସବୁ ଏମିତି କରିଦଉଛି? ସବୁ ଆଉ କରୁଛି। ଯୋଉ ଯାଇକି ପରିବା କିଣୁଛନ୍ତି ପିଆଜି ପକୋଡି ଖାଇ ଦଉଛନ୍ତି ଯାଇକିରି ସେଠି ଏମିତି ଶିଖେଇକି ବୋହୂକୁ ଘରୁ ଛାଡୁଛନ୍ତି ନା ମନୁ ମନ ସେ ନା ନା କରିଦଉଛନ୍ତି? ସେ ଜିନିଷ ଗୁଡା ତାଙ୍କର ସେଣେ ଖାଆନ୍ତି ବାଇରେ ଖାଆନ୍ତି? ତାଙ୍କ ସିଆଡେ ବି ଏମିତି ମିଳୁଛି? ତାଙ୍କର ସିଆଡେ ମିଳୁଛି କହିପାରିବିନି ଆମ ଗାଁରେ ରହିଲା ଦିନରୁ ମିଳେ। ଏଇ ଛୁଆ ମାନେ ନାତି 2ଟା ଅଛନ୍ତି ଘିନି ଆସନ୍ତି ଏ ଖାଏ ତାଙ୍କ ସାଙ୍ଗରେ ବସିକି ଖାଏ। ବୋହୂ ଆପଣ ଯୋଉ ସବୁବେଳେ ମୁଣ୍ଡିଆ ମାରୁଛନ୍ତି ସକାଳୁ ଉଠିକିରି ଯେମିତି ଆମ ଓଡିଆ ଘରରେ ହଁ ବଡ ହଁ ହଁ ମୁଣ୍ଡିଆ ମାରୁଛନ୍ତି ଆପଣ କଣ ଆପଣ କହିଲେ ଶିଖେଇଲେ ନା ସିଏ ନା ନା ଆମେ କହିଦେଇଥିଲୁ। କହିଦେଇଥିଲେ? ହଁ ସମସ୍ତିଙ୍କି ଘରେ ହଁ ସମସ୍ତିଙ୍କି ହଁ ମୁଣ୍ଡିଆ ମାରୁଛନ୍ତି? ସେ ଜାଣିଥିଲାନି ତ ଆମେ ସବୁ କହିଦେଲୁ। କଣ କହିଲେ? ଏ ଠାକୁର ଘର ଜୁଆର ହବୁ ଏଇ 2ଟା ଭାଇ ଅଛନ୍ତି ଜୁଆର ହବୁ 2ଟା ନା ଦିଦି ଅଛନ୍ତି ଜୁଆର ହବୁ ଏମିତି ସବୁ କହିଦିଏ। ମୋ ଝିଅ ମାନେ ଆସିନି ତାଙ୍କୁ ବି ଜୁଆର ସମସ୍ତଙ୍କଠୁ ସାନ ତ ତାଙ୍କୁ ବି ଜୁଆର ହଉ। ସମସ୍ତଙ୍କୁ ହଁ ଜୁହାର ହଁ ହଉଛନ୍ତି? ସେ ହଉଛି ଆଉ ଯିଏ ଏମିତି ପାଖ ଆଖ ଲୋକ ଆଇଲା ତାକୁ ବି ଜୁଆର ହଉଛି। ହଁ ଆମେ ଥରେ 2 ଥର କହିଦେନୁ ଆଉ କହିତେ ହଉନି ଯିଏ ଆସୁଛି ଜୁଆର ହଉଛି ଥଣ୍ଡା ଗ୍ଲାସଟେ ଆଣିକି ଦଉଛି ଫ୍ରିଜରେ ଥଣ୍ଡା ପଡ଼ିଥିବ ଆଣିକି ଦଉଛି। ତାହେଲେ ଫରେନ ବୋହୂ ଆଣିଛନ୍ତି କିନ୍ତୁ ସଂସ୍କାରୀ ବୋହୂ ହଁ ନା? ହଁ ସେ ସବୁ ଜାଣିଛି ସବୁ ଜାଣିଛନ୍ତି? ସେ ଜାଣିକିରି ସବୁ ଆମେ ଥରେ କହିଦେନି ସେ ଟାଣି ନେଇଗଲା ତାର ଆଉ 2ୟ ଥର 3ୟ ଥର କଲା ଆଉ। ମାଉସୀ ସତ କଥା କହିବେ ଫରେନରୁ ବୋହୂ ଆଣିଲେ କେତେ ଟଙ୍କା ବୋହୂ ଯୌତୁକ ଆଣିଛନ୍ତି? ଯୌତୁକ କିଛି ନାହିଁ କିଛି ଆଣି ନାହାନ୍ତି? ଆଉ ନା ଆଉ ଆମେ ତ ନାହିଁ କରୁନୁ ଆମର ଯୌତୁକ ଫୌତୁକ କିଛି ଦରକାର ନାହିଁ। ତାପରେ ଏତେ ଦୁରିଆରେ କି ଜିନିଷ ଦରକାର ଟଙ୍କା ପଇସା ଦେଇଥିବେ ଆପଣ ନା ଜାଣିନାହାନ୍ତି? ନା ସେଇଟା ଆମେ ଜାଣିନାହୁଁ। ଏ ତାଙ୍କୁ ଦିଅ ପଇସା। ଆଉ ଆପଣଙ୍କ ସମୁଦୁଣୀ କେମିତି? ଫରେନ ସମୁଦୁଣୀ ସମୁଦି ତ ନାହିଁ ନାହାନ୍ତି? ସମୁଦୁଣୀ ସମୁଦି କେବେ କଥା ହେଇଛନ୍ତି ଫରେନ ସମୁଦୁଣୀ ସାଙ୍ଗରେ? ନା ନା କଥା ହେଇନି। ଦେଖିଛନ୍ତି? ହଁ ଦେଖିଛି ଫଟୋରେ ମୋବାଇଲରେ। କଣ କହିବେ ପ୍ରଥମେ ଦେଖା ହେଲେ ସମୁଦୁଣୀଙ୍କ ସାଙ୍ଗରେ କଣ କହିବେ? ମୁଁ ଦେଖିଲି ମୋବାଇଲରେ ଯେତେବେଳେ ସେଇ ଆମ ବୋଉ ଦେଖେଇଲା କହିଲା ଏଇ କେମିତିକା ମୋ ବୋହୂ ମା। ଭଳିଆ? ହଁ ଆପଣ ଯେତେବେଳେ ସମୁଦୁଣୀଙ୍କ ସାଙ୍ଗରେ ଦେଖା ହବ ପ୍ରଥମ ଦେଖା କଣ କହିବେ ତାଙ୍କୁ? ସମୁଦୁଣୀ ନମସ୍କାର ହେନି ଆଗେ ସିଏ ଆପଣଙ୍କ କଥା ବୁଝିପାରିବେ? ବୁଝି ପାରିଲେନି ତା ଝିଅ କହିଦେଲା। କହିଦେଲେ? ଆମ ବୋଉ କହିଦେଲା ଯେମିତି ଶାଶୁ ମା ବୋଲି ସେ ସେଇଠୁ ନମସ୍କାର କଲା। ନମସ୍କାର। ହଉ କେତେ ଖୁସି ଅଛନ୍ତି ମାଉସୀ ଏମିତି ଗୋଟେ ଫରେନ ବୋହୂ ପାଇକି ପୁରା ବିଦେଶରୁ ଭାଇ ଉଠେଇକି ନେଇ ଆଇଲେ? ବହୁତ ଖୁସି ଅଛି।
ବହୁତ ଖୁସି ଅଛନ୍ତି ପଛକୁ କ'ଣ ହବ ମା କହିପାରୁନି ଏବେ କିନ୍ତୁ ବହୁତ କାହିଁକି ଖୁସି ମାଉସୀ ଡାଉଟ୍ ଅଛି କି ସନ୍ଦେହ ଅଛି ମାନେ ଆଗକୁ ଯାଇକି କ'ଣ ହବ ବୋଲି ହଁ କିଛି? ପରା କ'ଣ ଏ ପାଇଁ? ଲୋକ ତେର କଥା ତେର ଲୋକ କହୁଛନ୍ତି ହଁ କ'ଣ କହୁଛନ୍ତି? ସେଇଟା ଟିକେ ଭୟ ଲାଗୁଛି କାଳେ କିଛି ହବ କି କ'ଣ କହୁଛନ୍ତି ବୋହୁ ଭଲ ନୁହେଁ ବୋଲି କହୁଛନ୍ତି ନା ଭଲ କହୁଛନ୍ତି ଏତେ ଦୂରରୁ ଥିନି ଆଇଛ ଯେ ସେଇଟା ପଚାରୁଛନ୍ତି କିନ୍ତୁ ବହୁତ ଆପଣଙ୍କ କଥା ମାନିକି ସବୁ କରୁଛନ୍ତି ହଁ ସବୁ କରୁଛି ଆପଣ ସେଇଟା କହୁନାହାନ୍ତି କହୁଛି ଏ ବୁଝିବା ଲୋକ ସିନା ହେନେ ବୁଝିବେ ଆପଣ ଆପଣ କିନ୍ତୁ ବୋହୁକୁ ଭଲ ପାଆନ୍ତି ନା କ'ଣ କହିବେ ବୋହୁ ପାଇଁ ଦି ପଦ କହିଦେଲେ ଆଉ କ'ଣ କହିବି ବୋଉକୁ ବୋହୁ କେତେ ଭଲ ଆପଣ କେତେ ଭଲ ପାଆନ୍ତି ଟିକେ କହିଦିଅ ବୋହୁ ଭଲ ଭଲ ବି ପାଉଛି ଆମକୁ ଆମେ ବି ତାକୁ ଭଲ ପାଉଛୁ ଆଉ ରୋଷେଇବାସ କରୁଛି ବି ଭଲ ସବୁ ଭଲ ଆଉ ଖରାପ କେଇଟା କହିବି ସବୁ ଭଲ ସବୁ ଭଲ ଖରାପ ବିଲକୁଲ ନାହିଁ ନା ପଛକୁ ତାର କ'ଣ କରିବ ନ କରିବ ସେ କିଏ କହିପାରିବ